ମଧୁମାଟିର ଉନ୍ନତିକରଣ ନ ହେବା ଯାଏ ଶ୍ରାଦ୍ଧ ଦିବସରୁ ଅନଶନରେ ବସିବ କହିଲେ ସତ୍ୟଭାମାପୁର ବାସିନ୍ଦା। ସାଲେପୁରରେ ସିନା ତାଙ୍କ ଜନ୍ମ, ସେ ହେଉଛନ୍ତି କୋଟି ଓଡ଼ିଆଙ୍କ ପରିଚୟ। ସିଧାସଳଖ କହିବାକୁ ଗଲେ ଯାହାଙ୍କ ପାଇଁ ଆଜି ଓଡ଼ିଶା ଓ ଓଡ଼ିଆ ଆଜି ବଞ୍ଚି ରହିଛି। ବିଡ଼ମ୍ବନାର ବିଷୟ, ଆଜି ପର୍ଯ୍ୟନ୍ତ ମଧୁବାବୁଙ୍କ ଜନ୍ମପୀଠର ଉନ୍ନତି ସାତ ସପନ ପାଲଟି ଯାଇଛି। ସରକାର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ ଏପର୍ଯ୍ୟନ୍ତ ନା ଜମି ଅଧିଗ୍ରହଣ ହୋଇପାରୁଛି, ନା ପୀଠର ବିକାଶ ଆଗକୁ ଯାଇପାରୁଛି। ସତ୍ୟଭାମାପୁର ଗ୍ରାମବାସୀଙ୍କ ତରଫରୁ ମଧୁବାବୁଙ୍କ ପୀଠରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଏ ସଭାରେ ପୀଠର ଉନ୍ନତିକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଆସନ୍ତା ଫେବୃଆରୀ 4 ତାରିଖରେ ଶ୍ରାଦ୍ଧ ଦିବସ ପୂର୍ବରୁ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ନ ହେଲେ ଆମେ ଆନ୍ଦୋଳନରେ ବସିବା ସହ କୌଣସି ନେତାଙ୍କୁ ଭିତରକୁ ଛାଡ଼ି ଦେବୁନି ବୋଲି ଚେତାବନୀ ଦେଇଛନ୍ତି। ଏହି ଗ୍ରାମସଭାରେ ସତ୍ୟଭାମାପୁରର ଅନେକ ଜନସାଧାରଣ ସାମିଲ ହୋଇ ମଧୁପୀଠ ଉନ୍ନତି ପାଇଁ ନ୍ୟାୟ ଭିକ୍ଷା କରିଥିଲେ। ସଂଗ୍ରାମପୁର ସାମଲ ସତ୍ୟମପୁର ଗ୍ରାମର ଜଣେ ଅଧିବାସୀ। 2.5 ବର୍ଷ ଆମେ ଚେଷ୍ଟା କରୁଛୁ କେମିତି ଗାଁର ଉନ୍ନତି ହଉ, ସତ୍ୟମପୁରର ଉନ୍ନତି ହଉ, ମଧୁବାବୁଙ୍କ ପୀଠର ଉନ୍ନତି ହଉ। ଖାଲି ମଧୁବାବୁ ଯେ ଆମର ଖାଲି ସତ୍ୟମପୁର ନୁହେଁ, ମଧୁବାବୁ ହେଉଛନ୍ତି ଭାରତ। ତେଣୁ এই ଜାଗାର ଉନ୍ନତି ପାଇଁ ବହୁତ ବାଧକ ଆସୁଛି। ସରକାର ଏହାକୁ ସାଂସନ କରିଥିଲେ, ବର୍ତ୍ତମାନ ଯେଉଁ ସରକାର ଅଛନ୍ତି ଏହାକୁ କାୟମ ବି ରଖିଛନ୍ତି, କିନ୍ତୁ କୌଣସି ପ୍ରକାର ଉନ୍ନତି ଆଜି ହୋଇପାରୁନାହିଁ। କେବଳ ଜମି ଅଧିଗ୍ରହଣ ହୋଇପାରୁନାହିଁ, କାର୍ଯ୍ୟକ୍ରମ ଆଗକୁ ଚାଲିପାରୁନାହିଁ। ଯେତେ ଶୀଘ୍ର ଏ ଜାଗାଟାକୁ ଏନ୍ଓସି ନିଆଯାଇକି ଜମି ଅଧିଗ୍ରହଣ କରି କାମ ଷ୍ଟାର୍ଟ କରାଯାଉ। ଆମେ ଏତେ ଜାଗା ଦୌଡ଼ିକି ହାଲିଆ ହେଇଗଲୁ। ଶେଷରେ এই ଯେଉଁ ତାଙ୍କର ଶ୍ରାଦ୍ଧ ଦିବସ ଦିନ ଆମେ ଗ୍ରାମ ତରଫରୁ, ଗ୍ରାମବାସୀଙ୍କ ତରଫରୁ ଏକ ଗଣଧାରଣା ଅନୁଷ୍ଠିତ କରାଯିବ। এই ଗଣଧାରଣା ଆମେ ସେଦିନ ଆମରଣ ଅନଶନ ରହିବୁ ଏବଂ ଯେଉଁ ପର୍ଯ୍ୟନ୍ତ ଆମେ ପ୍ରତିଶ୍ରୁତି, ତା ପୂର୍ବରୁ ଯଦି ଆମେ ପ୍ରତିଶ୍ରୁତି ପାଇଗଲୁ କାମ ଷ୍ଟାର୍ଟ ହେଲା, ତାହେଲେ ଆଉ କିଛି ଆମେ ଆଗକୁ ଯିବୁନି। ବଟ୍ ସେଦିନ ଯଦି ତା ପୂର୍ବରୁ ଆମେ କିଛି କୌଣସି ପ୍ରତିଶ୍ରୁତି କାମ ଷ୍ଟାର୍ଟ ନ ହେଲା, ଆମେ ସେଦିନ ଆମରଣ ଅନଶନରେ ବସିବୁ। କେତେ ଦିନ ପାଇଁ ବସିବୁ? ଶ୍ରାଦ୍ଧ ଦିବସରେ ବସିବୁ। ଆଉ ଦୁଃଖର କଥା, ମଧୁବାବୁଙ୍କ ଗାଁରେ ମଧୁବାବୁ ଆମେ କଷ୍ଟ କରିବାକୁ ପଡ଼ୁଛି ତାଙ୍କ ଜାଗା ପାଇଁ। ଆମେ ସର୍ବସାଧାରଣଙ୍କୁ ନେଇକରି ଯିବାକୁ ଚାହୁଁଛୁ। ଆମେ ଗ୍ରାମସଭା ଆଜି ଡାକିଥିଲୁ। ଗ୍ରାମବାସୀର ସମସ୍ତ ଗୁରୁଜନ ମାନଙ୍କୁ, ସମସ୍ତ ସାନ ଭାଇ ମାନଙ୍କୁ, ସମସ୍ତ ମାଉସୀ ମାନଙ୍କୁ ଏବଂ ସମସ୍ତ ଭଉଣୀ ମାନଙ୍କୁ ଡାକିକିରି ସମସ୍ତଙ୍କ ଭିତରେ ବସିକି ଗୋଟେ ଆଲୋଚନା କରିବାକୁ ଚାହୁଁଥିଲୁ। ଆଜ୍ଞା, ଥଇଥାନ ପାଇଁକା ଆମେ ସମ୍ପୂର୍ଣ୍ଣ ଭାବେ ଆଗକୁ ଅଛୁ ଏବଂ ଆଗେ ତାଙ୍କୁ ଥଇଥାନ କରିବୁ, ତାପରେ ଯାହା କରିବୁ। ଆଉ ସରକାରଙ୍କ ତରଫରୁ ଏଇଟା ବି ଅଲରେଡି ଇଏ ଅଛି, ତା ରିଜଲ୍ୟୁସନ ଅଛି ଯେ ତାଙ୍କୁ ଆଗେ ଥଇଥାନ କରାଯିବ, ତାଙ୍କ ବିନା ଜମି ଅଧିଗ୍ରହଣ କରାଯିବ, ତାଙ୍କୁ ଏକ ସୁନ୍ଦର ବାତାବରଣ ଦେଇ ସାରିଲା ପରେ ଆମେ ଆମର ପ୍ରୋସେସ କରିବୁ। ଆଜିଠାରୁ ଏ ଜିନିଷ ଯୋଉ ଆନ୍ଦୋଳନ ଷ୍ଟାର୍ଟ ହେଲା, ଏଇଟା ଚାଲୁ ରହିବ। ଯେଉଁ ପର୍ଯ୍ୟନ୍ତ କାମ ନ ହୋଇଛି ସେ ପର୍ଯ୍ୟନ୍ତ ଚାଲିବ। ମଧୁବାବୁ କେବଳ ସତ୍ୟମପୁରର, ମଧୁବାବୁ ହେଉଛନ୍ତି ଭାରତର। ଏଥିନାକି ମୁଁ ସମସ୍ତଙ୍କର ସହଯୋଗ ଏବଂ ସମସ୍ତଙ୍କର ଉତ୍ସାହ ଏଥିରେ କାମନା କରୁଛି। ସମସ୍ତେ ଆମ ସହିତ ସପୋର୍ଟ କରନ୍ତୁ, ଏ କାମଟା କେବଳ ଶୀଘ୍ର ଆଗକୁ ବଢ଼ୁ। ରାଉତ, ମଧୁସୂଦନ ସାଂସ୍କୃତିକ ପରିଷଦର ସଭାପତି, ସତ୍ୟଭାମାପୁର। ମୋର ଏହି ଗ୍ରାମର ମଧ୍ୟ ବାସିନ୍ଦା। ତେଣୁ ମୁଁ ଚାହୁଁଛି ଏହି ଗ୍ରାମରେ ମଧୁବାବୁଙ୍କ ଜନ୍ମପୀଠ, ଆମେ ସମସ୍ତେ ଗର୍ବାନ୍ୱିତ। ମଧୁବାବୁଙ୍କ ଜନ୍ମପୀଠର ଉନ୍ନତିମୂଳକ କାର୍ଯ୍ୟରେ କେହି ହସ୍ତକ୍ଷେପ କରନ୍ତୁ ନାହିଁ। ଏହି ଜାଗାରେ ଯେଉଁ 3ଟି ସଂସ୍ଥା, କସ୍ତୁରବା ଗାନ୍ଧୀ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ ଏବଂ ଗାନ୍ଧୀ ସ୍ମାରକ ନିଧି ଏବଂ ମଧୁସ୍ମୃତି କମିଟି ଯେଉଁ କବ୍ଜା କରି ରହିଛନ୍ତି, ସରକାର ଚାହୁଁଛନ୍ତି ସେମାନଙ୍କୁ ଏଠାରୁ ଭ୍ୟାକେଟ୍ କରି ଜମି ସରକାରଙ୍କୁ ହସ୍ତାନ୍ତର କଲେ ଜମି ଏଇଟାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇପାରିବ। କିନ୍ତୁ ପ୍ରତିବନ୍ଧକ ସାଜିଛନ୍ତି ଏହି 3ଟି ଅନୁଷ୍ଠାନ। ସେମାନେ ଜମି ହସ୍ତାନ୍ତର କରୁନାହାନ୍ତି, ଟାଳଟୁଣୀତି ଅବଲମ୍ବନ କରୁଛନ୍ତି। 1 ବର୍ଷ ଧରିକି ସେମାନେ ପ୍ରହସନ କରୁଛନ୍ତି। ଅନ୍ୟ ମୁଣ୍ଡରେ ଦୋଷ ନ ଦେଇକିରି ନିଜେ ବସି ରହିଛନ୍ତି। এই ଜାଗାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ କରିବାକୁ ଦେବ ନା। ବହୁତ ପୂର୍ବ କଥା, ଯେତେବେଳେ ଆମେ ଶୁଣିଛୁ, ଯେତେବେଳେ ଆମର ମଧୁବାବୁ ତାଙ୍କର ଦେବାଳିଆ ଅବସ୍ଥାକୁ ଆସିଥିଲେ, କିଛି ଜମି ବିକ୍ରି ହୋଇଯାଇଥିଲା ସେତେବେଳେ ମଧୁବାବୁଙ୍କର। ସେଇ ସମୟରେ ତାଙ୍କର ଝିଆରୀ କିଛି ଜମି, ରମା ଦେବୀ ଯାଉ କହୁଛନ୍ତି, ତାଙ୍କ କିଛି ଜମି ରଖିଦେଇଥିଲେ। ସେ ମଧୁବାବୁଙ୍କର ସେତେବେଳେ ବି ଜାଣିଥିଲେ, ମଧୁବାବୁଙ୍କର ବିଷୟରେ ସେ ଅବଗତ ଥିଲେ। କହିଲେ ମୋ ଜେଜେବାପାଙ୍କ ସ୍ମୃତି ପାଇଁ ଏଇଟା, ଏ ଜମିଟା ଥାଉ, ଆମେ ତାକୁ ସେତେବେଳେ ମଧୁବାବୁଙ୍କ ପରେ ଏ ଜମିକୁ ବ୍ୟବହାର କରିବା। ସେ ପର୍ଯ୍ୟନ୍ତ ସେତେବେଳେ ତ ଆଉ କେହି ତ ସେଇ ସମୟରେ ଯେଉଁ ଅନୁଷ୍ଠାନ ଗୁଡ଼ିକ ଥିଲେ, এই ଗାନ୍ଧୀବାଦୀ ଅନୁଷ୍ଠାନ ଆସିକି ଏଠି ଯେଉଁ ପହଞ୍ଚି ଯାଇଛନ୍ତି, ଏଠାରେ ଆସିକି ସେମାନେ କହୁଛନ୍ତି ଏ ଜାଗାର ଆମେ ହକଦାର, ଯେ ରମାଦେବୀ ଆମକୁ ହସ୍ତାନ୍ତର କରିଯାଇଛନ୍ତି। କିନ୍ତୁ ରମାଦେବୀ କାହାକୁ ହସ୍ତାନ୍ତର କରିଛନ୍ତି? ରମାଦେବୀ ଚାହିଁଥିଲେ ଏ ଜାଗାରେ ମଧୁବାବୁଙ୍କର ଅନୁଷ୍ଠାନ ହଉ, ମଧୁବାବୁଙ୍କର ସ୍ମୃତି ରକ୍ଷା ପାଇଁ ଏ କାମ ହଉ। ରମାଦେବୀ କେବେ ବି ଯାଇନଥିଲେ ବାହାର ଲୋକ ଆସିକି ଏ ଜମିକୁ ହଡପ କରନ୍ତୁ, ମଧୁବାବୁଙ୍କର ଉନ୍ନତିମୂଳକ କାମ ନ ହଉ। এই ସ୍ଥାନ କରିବା ପାଇଁ ସେ ଯେଉଁ ଡେଭଲପମେଣ୍ଟ କାର୍ଯ୍ୟରେ ଅଛି, ଯେଉଁ ପ୍ରୋଜେକ୍ଟରେ ଅଛି, ସେ ପ୍ରୋଜେକ୍ଟ ପାଇଁ ଯଥେଷ୍ଟ ପରିମାଣର ଅର୍ଥ ସମ୍ବଳିତ ହୋଇଛି, ଅର୍ଥ ସାଂସନ ବି ହେଇଛି। କିନ୍ତୁ ସରକାର କାହିଁକି ଅନୁଷ୍ଠାନ ମାନଙ୍କୁ
उचित थैथान करने पदक्षेप नौना अलग जगह थैथान करूना से केवल दोष सरकार पाखे आम जो जहाँ पाखे भी जो मंत्री नेता हूँ कलेक्टर पाखे पहुँचले भी से जो 3टी संस्था अच्छा से आमको सहयोग करूना आम जदि ए सरकार उन्नतिकरण कौन पदक्षेप न मानती ताहले आम आसंता फेब्रुआरी 4 तक जो मधुबाबू श्राद्धवार्षिक हम से दिन एठारे अनशन बसबू धारणा बसबू एठारे कौन नेता मंत्री को पुरई देबू ना धारणा अनिर्दिष्टकाल बस मो ना सुधांशु बाला जेना सत्यामपुर ग्राम पंचायत सरपंच आज को पूर्व वर्ष डिसेम्बर 24 तारिख में पैसा आमर मधुबाबू आसला 21,80,00,000 तो से पैसा आज पर्यंत पड़ी रही कौन पड़ी रही कहीं पड़ी रही सरकार चेंज हो गला आम भाविलु नुआ सरकार आसिले नुआ काम करेंगे किंतु सरकार को भी से काम करलेनी एपर्यंत आम बहुत जगह जाइछु बहुत माने बहुत जगह जाई बहुत समस्त अप्रोच करिछु तो एनओसी देबे एनओसी भितर रहिला तापरे एबे काम होई पारुनी कोन पई आमे सेटा कहि परिबुन तो काम तो बंद रहिछि आ काम काई होउनी सेटा आमे केमति करबे ऑफिशियली सरकार को ऊपर निर्भर करे ऑफिशियल ऊपर निर्भर करे तो आमे कलेक्टर को पचारथिलु कलेक्टर कहले जे एनओसी दउना तो एनओसी किए दबो जदि मधुबाबू जगह उन्नतिकरण एनओसी दरकार पड़ुची ताले से एनओसी आनिब किए से एनओसी ऑफिशियल माध्यम कलेक्टर सार आनी पारती नचेत जो माने चलित सरकार आनी पारे तो भीतर आम भी आउ कि जो काम न हो पारुची तेणु आम ग्रामवासी मैंने कि यार विकल्प व्यवस्था करूँ फेब्रुआरी 4 दिन ये गणधारण बसबू मधुबाबू श्राद्ध दिवस अच्छी तो बहुत नेता मंत्री आसनी पवित्र माटी बोली कहते कि पवित्र माटीर मूल्य किसी से दौना से पवित्र माटीर किसी माने ओजन भी रखुना आम चाहूलु सुआंड गोपबंधु जन्मपीठ जमी होमर सेमती हो लोक आजिकल पिला भी माने आज जेनेरेशन पिला माने भूली गले मधुबाबू किए स्वतंत्र ओडिशा गठन करते मधुबाबू को कहले हूँ ओडिशा को बुझाइले मधुबाबू मधुबारिष्ठ कहले ओडिशा को बुझाई किंतु लोक आज मधुबाबू को तले पकईकि निजे निजे सब बाहा मैंने माने जे हूँ माने सरकार हूँ कि माने जिते नेता मंत्री हूँ सब निजे निज माने स्थान सब मौजूद किंतु ये सरकार जो कहते अस्मिता ये अस्मिता गोटे बजाई रखु सरकार प्रति मोर अनुरोध जो अस्मिता कहते जो ओडिया अस्मिता बजाई रखा से मोर सरकार निवेदन आम पूरे देवुन आम जो पर्यटन मधुबाबू नवकलबर न से पर्यटन आम ये क्या पूरे देवु ना दल ये दल चलने दल तुम जो दल हुआ मधुबाबू कौ दलर नुहति मधुबाबू है जड़े महापुरुष मधुबाबू स्वतंत्र ओडिशा करते ओडिशार यदि परिचय आज तुम पाइछ केवल मधुबाबू पाखे आ मधुबाबू को से प्रायोरिटी दिंतु मुझे सरकार प्रार्थना करुँ। कटकरो राज्य प्रतिनिधि इंजीनियर संतोष कुमार स्वाईं का रिपोर्ट देख ओडिशा देख आम एक प्रति ओडियार कथा।